ଏବେ ବି ଇକେୱାଇସି ଦ୍ୱନ୍ଦ୍ୱ ଶେଷ ତାରିଖ ଘୋଷଣା ହେଲେ ଚିଠି ଆସୁନି। ଏବେ ବି 2 ଲକ୍ଷ ଇକେୱାଇସି ହୋଇନି। ଜାଲ ହିତାଧିକାରୀଙ୍କ ସୁହାଉଛି ବିଳମ୍ବ। 2 ମାସ ପାଇଁ ଚାଉଳ ବି ଆସିଛି। ହ୍ୟାଲୋ ଭିଉୟର୍ସ, ନମସ୍କାର। ମୁଁ କୈଳାସ ସ୍ୱାଗତ କରୁଛି PK7894 ୟୁଟ୍ୟୁବ୍ ଚ୍ୟାନେଲକୁ। ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଭିଜିଟ୍ କରିଛନ୍ତି, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ନିକଟରେ ଇକେୱାଇସି ଶେଷ ହେବା ନେଇ ଯୋଗାଣ ମନ୍ତ୍ରୀ ଏକ ତାରିଖ ଧାର୍ଯ୍ୟ କରିଛନ୍ତି। ଫେବୃଆରୀ 15 ତାରିଖକୁ ଶେଷ ତାରିଖ ବୋଲି କହିଛନ୍ତି। ହେଲେ ଏ ସମ୍ପର୍କରେ ବିଭାଗ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟଠାରୁ ଚିଠି ଆସିନଥିବାରୁ ପୁଣି ଥରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ରାସନ କାର୍ଡ଼ ନିମନ୍ତେ ନୂତନ ଯୋଗ୍ୟ ଆବେଦନକାରୀଙ୍କ ଆଶା ମଉଳି ମଉଳି ଯାଉଛି। ଗତ 7 ମାସ ଧରି ରାଜ୍ୟରେ ରାସନ କାର୍ଡ଼ ହିତାଧିକାରୀଙ୍କ ନିମନ୍ତେ ଇକେୱାଇସି ଅଡ଼ୁଆ ଲାଗି ରହିଛି। ବାଲେଶ୍ୱର ଜିଲ୍ଲାରେ 17,11,582 ହିତାଧିକାରୀଙ୍କ ମଧ୍ୟରୁ ଏବେ ବି 1,98,261 ଜଣଙ୍କ ଇକେୱାଇସି ହୋଇନାହିଁ। ସେହିପରି ମ୍ୟୁନିସିପାଲିଟିରେ ଉପରେ ନଜର ପକାଇଲେ 6600 ଲୋକଙ୍କ ଇକେୱାଇସି ହୋଇନାହିଁ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ଅନୁଯାୟୀ ହାତରେ ମାତ୍ର ଆଉ 3 ଦିନ ସମୟ ରହିଛି। ଫଳରେ ପାଖାପାଖି 2 ଲକ୍ଷ ଲୋକ କିଭଳି ଇକେୱାଇସି କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏଠାରେ ଯେ 2024 ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଇକେୱାଇସି ସମ୍ପୃକ୍ତ ବର୍ଷ ସେପ୍ଟେମ୍ବର 25 ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେଣୁ ଏହା ନ ସରିବାରୁ ବାରମ୍ବାର ତାରିଖ ପରିବର୍ତ୍ତନ କରାଯାଇଥିଲା। ଏହା ପୂର୍ବରୁ ଜାନୁଆରୀ 31ରୁ ମଧ୍ୟ ଶେଷ ତାରିଖ ଭାବେ ଘୋଷଣା କରାଯାଇଥିଲା। ତେବେ ଇକେୱାଇସି ନେଇ ସରକାରଙ୍କ କିଛି ସ୍ପଷ୍ଟ ନୀତି ଅବଲମ୍ବନ କରୁନଥିବା ବେଳେ ଅଧିକାରୀଙ୍କଠାରୁ ନେଇ ଜନତା ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବ୍ଲକଠାରୁ ଆରମ୍ଭ କରି ସହରାଞ୍ଚଳ ନିମନ୍ତେ ଚାଉଳ ଆସି ସାରିଛି। ଏବେ ଚାଉଳ ଦିଆଯାଉଥିବା ବେଳେ ମୃତ ହିତାଧିକାରୀଙ୍କ ବାବଦରେ ତାଙ୍କ ପରିବାର ଓ ଚାଉଳ ନେଉଛନ୍ତି। ଯେଉଁ ପରିବାର ମୃତକଙ୍କ ସମ୍ପର୍କ ସୂଚନା ଦେଉଛନ୍ତି ତାଙ୍କ ନାମରେ ଚାଉଳ 3 ମାସ ନିମନ୍ତେ ଆସି ସାରିଥିବାରୁ ଆମେ ଦେବାକୁ ବାଧ୍ୟ ହେଉଥିବା ଜୈନିକ ଅଧିକାରୀ କହିଛନ୍ତି ଯେ ଏଭଳି ବାରମ୍ବାର ତାରିଖ ପରିବର୍ତ୍ତନ ବହୁତ ହିତାଧିକାରୀଙ୍କ ପରିବାରକୁ ବେଶ୍ ସୁହାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଫେବୃଆରୀ 15 ତାରିଖ ଇକେୱାଇସି ଶେଷ ତାରିଖ ବୋଲି ଯୋଗାଣ ମନ୍ତ୍ରୀ ଘୋଷଣା ସମ୍ପର୍କିତ ନିର୍ଦ୍ଦେଶନାମା ଜିଲ୍ଲା କାର୍ଯ୍ୟାଳୟ ପହଞ୍ଚି ନାହିଁ। ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ଇକେୱାଇସି ଶେଷ ହେବ ନାହିଁ ବୋଲି କୌଣସି ଚିଠି ଆମକୁ ଆସିନଥିବା ଆମେ କେବଳ ଗଣମାଧ୍ୟମକୁ ସୂଚନା ପାଇଥିବା ବାଲେଶ୍ୱର ଯୋଗାଣ ଅଧିକାରୀ CSU ସାଲୁନ୍ଦିକ ଖାଁ କହିଛନ୍ତି ଯେ ସରକାର ପରବର୍ତ୍ତୀ ଅବସ୍ଥାରେ ଆମକୁ ଯାହା ନିର୍ଦ୍ଦେଶ ଦେବେ ତାହା କରାଯିବ ବୋଲି CSU କହିଛନ୍ତି। ସେପଟେ ସରକାରଙ୍କ ବାରମ୍ବାର ତାରିଖ ପରିବର୍ତ୍ତନ କଙ୍କଡ଼ାକୁ ଗୁଳିଆ ପାଣି ଭଳି ସୁହାଇଲା ଭଳି ଲାଲ ହିତାଧିକାରୀଙ୍କ ପରିବାରକୁ ସୁହାଉଛି। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।